ଆରମ୍ଭ ଯାତ୍ରା ଯେତେବେଳେ ପ୍ରଥମ ଏଣ୍ଟ୍ରି କଲି ସିଏ ଥାଏ ଅଷ୍ଟସଙ୍ଗ ପାଟିରେ, ମୁଁ ଥାଏ ସାତସଙ୍ଗ ପାଟିରେ। ମୋର ଏଣ୍ଟ୍ରି ସତସଙ୍ଗ ଯାତ୍ରା କ୍ୟାରିୟର ଆରମ୍ଭ ମାନେ ଏମିତି ପାଖାପାଖି ଗୋଟେ ପାର୍ଟି ପଡ଼ିଲେ ଯିବା କ'ଣ ଯାତ୍ରା କରୁଛନ୍ତି ଦେଖିବା। ମୁଁ ଏତେ ଦିନ ପଳେଇଛି ଯାତ୍ରା ଦେଖିବା ପାଇଁ। ଦେଖିଲା ବେଳକୁ ଏ ଝିଅଟା କ'ଣ ହଉଛି ଗୋଟେ ୟାରମ୍ ଡ୍ୟାନ୍ସରେ ନାଚୁଛି। ସର୍ଟ ଜିନ୍ସଟା ପିନ୍ଧିଛି, ସ୍ପେକ୍ଟା ଲଗେଇଛି, ଜିନ୍ସ ଜ୍ୟାକେଟଟା ମଡ଼େଇଛି, ରଚନା ବାନାର୍ଜୀ ଭଳିଆ ଦେଖାଯାଉଛି। ଝିଅଟା କିଏ ବେ? ଝିଅଟା କିଏ ବେ? ସେତେବେଳେ ନୂଆ ନୂଆ ଫ୍ରେଶ କଲେଜରୁ ମାନେ ବାହାରିଛି। କିଏ ଝିଅଟା? ନମସ୍କାର ଓଡ଼ିଶା, ମୁଁ ରାକେଶ। ଆଜି ମୋ ସହିତ ଅଛନ୍ତି ଅଜୁ ଭାଇ, ଅପୁ ଅପା। କଥା ହେବା ଯାତ୍ରା ଦୁନିଆ ଏବଂ ପର୍ସନାଲ କଥା କିଛି। ଭାଇ ମୋ ଚ୍ୟାନେଲକୁ ନମସ୍କାର। ଅପା ନମସ୍କାର। ଜୟ ଜଗନ୍ନାଥ। ଆଜ୍ଞା ଭାଇ, ଗୋଟେ କଥା ଏତେ ପ୍ଲାଟଫର୍ମ, ଏତେ ସବୁ ମାନେ ଅର୍ଗାନାଇଜେସନ ଥାଇକିରି ବି ଚାହିଁଥିଲେ ବି ଜବ୍ ଫବ୍ କରିପାରୁଛନ୍ତି। ଯାତ୍ରାକୁ କେମିତି କ'ଣ ଆସିଲେ ଆଉ କାହିଁକି? ଯାତ୍ରାକୁ ଆସିବା ବିଷୟ ଗୋଟେ ମୋର ବିରାଟ ହିଷ୍ଟ୍ରି। ଆଜ୍ଞା, ମୁଁ ଯେତେବେଳେ ଗ୍ରାଜୁଏସନ୍ ପାସ୍ କଲି, ମ୍ୟାରିନ୍ ଇଞ୍ଜିନିୟରିଂ କରୁଥିଲି। ଆଜ୍ଞା, ତା ଭିତରେ ମୁଁ ଗୋଟେ ମାନେ ପ୍ରାଇଭେଟ୍ ଫାଇନାନ୍ସରେ ଗୋଟେ ମାନେ ପାଇଗଲି ଜବ୍। ସେ ଜେବିଜି ଫାଇନାନ୍ସରେ ପ୍ରାୟ ମୁଁ ମିନିମମ୍ 20-25 ଲକ୍ଷ ଭଳିଆ, 25-30 ଲକ୍ଷ ଭଳିଆ କଲେକ୍ସନ୍ ମୁଁ ପବ୍ଲିକରୁ କରିଥିଲି। ଅକେଜନାଲି ସେ ଗୋଟେ ବର୍ଷ ଭିତରେ ସେ କମ୍ପାନୀ କୋଲାପ୍ସ କରିଗଲା ଭିତରେ ଆଉଟସାଇଡ୍ ଯେଉଁ ଲୋକଙ୍କର ପବ୍ଲିକ ଲୋକର କଲେକ୍ସନ୍ ମୁଁ କରିଥିଲି, ସେମାନେ ମୋତେ ଆଟାକ୍ କଲେ ଯେ ଆମ ପଇସା ରିକଭରି ହେବା କଥା, ଗୋଟେ ବର୍ଷ ଆପଣ ତ କଣ୍ଡିସନ୍ କରିଥିଲେ ଗୋଟେ ବର୍ଷ ଭିତରେ ଆମକୁ ଦେବେ, ରିଟର୍ଣ୍ଣ କରିବେ। ରିଟର୍ଣ୍ଣ କାହିଁ? କମ୍ପାନୀ ତ ଆମେ କୋଲାପ୍ସ କରିଗଲା, ଆମେ କମ୍ପାନୀ କୁଆଡ଼େ ଭାଙ୍ଗି ପଳେଇଲା, ଆମେ ଖବର ପାଉଛୁ, ପଇସା କୋଉଠି ଦେବେ? ଏଇଟା ଥିଲା ରିଜିନ୍। ଯାତ୍ରାର ଏଣ୍ଟ୍ରିର ରିଜିନ୍ ହେଉଛି ଏଇଟା। ଅପା କେମିତି କ'ଣ ଆସିଲେ, କାହିଁକି ଆସିଲେ ଯାତ୍ରାରେ? ଅପା ତ ଘରେ ଘରେ ପରିଚିତ ଓଡ଼ିଶାରେ। ହଁ, ଏମିତି ଗୋଟେ ଇଚ୍ଛା ଥିଲା, ପଳେଇ ଆସିଲି। ଲୁଚଉଛନ୍ତି କିଛି କଥା? ନାଇଁ, ମୁଁ ବହୁତ ଭିଡିଓରେ ବି କହିଛି କାହିଁକି ଆସିଲି, କହିଛି। ଯାତ୍ରା ଦୁନିଆ, ଯାତ୍ରା ଇଣ୍ଡଷ୍ଟ୍ରି, ଆ ଭିତରେ ଅପାଙ୍କ ସହିତ ଦେଖା, ତାପରେ ମ୍ୟାରେଜ, ପୁରୁଣା କଥା ସବୁବେଳେ ତ କହି ଚାଲିଛି ସେ କଥା। ସେଇଟା ମୋ ଦର୍ଶକ ତ ଏ ବିଷୟରେ ବହୁତ ଜାଣିଛନ୍ତି, ଆଗରୁ ବହୁତ କହିସାରିଛି ଏ ବିଷୟରେ। ମୋର ତା ସହିତ ଦେଖା, ତା ସହିତ ମୋର ବାହାଘର, ସଂସାର ଏପର୍ଯ୍ୟନ୍ତ ବି ଚାଲିଛି ଯୋଉ, ଏ ବିଷୟରେ ବହୁତ କଥା କହିସାରିଛି। ଆରମ୍ଭ ଯାତ୍ରା ଯେତେବେଳେ ପ୍ରଥମ ଏଣ୍ଟ୍ରି କଲି ସିଏ ଥାଏ ଅଷ୍ଟସଙ୍ଗ ପାଟିରେ, ମୁଁ ଥାଏ ସାତସଙ୍ଗ ପାଟିରେ। ମୋର ଏଣ୍ଟ୍ରି ସତସଙ୍ଗ ଯାତ୍ରା କ୍ୟାରିୟର ଆରମ୍ଭ ମାନେ ଏମିତି ପାଖାପାଖି ଗୋଟେ ପାର୍ଟି ପଡ଼ିଲେ ଯିବା କ'ଣ ଯାତ୍ରା କରୁଛନ୍ତି ଦେଖିବା। ମୁଁ ଏତେ ଦିନ ପଳେଇଛି ଯାତ୍ରା ଦେଖିବା ପାଇଁ। ଦେଖିଲା ବେଳକୁ ଏ ଝିଅଟା କ'ଣ ହଉଛି ଗୋଟେ ୟାରମ୍ ଡ୍ୟାନ୍ସରେ ନାଚୁଛି। ସର୍ଟ ଜିନ୍ସଟା ପିନ୍ଧିଛି, ସ୍ପେକ୍ଟା ଲଗେଇଛି, ଜିନ୍ସ ଜ୍ୟାକେଟଟା ମଡ଼େଇଛି, ରଚନା ବାନାର୍ଜୀ ଭଳିଆ ଦେଖାଯାଉଛି। ଝିଅଟା କିଏ ବେ? ସେତେବେଳେ ନୂଆ ନୂଆ ଫ୍ରେଶ କଲେଜରୁ ମାନେ ବାହାରିଛୁ। କିଏ ଝିଅଟା? ଟିକେ ଆଟ୍ରାକ୍ସନ୍ ଲାଗିଲା ଆଉ। ସେ ପତା ଲଗେଇ ସେଠୁ ତା ପର ବର୍ଷ ଏଇ ଅଷ୍ଟସଙ୍ଗରେ ଥାଏ। ମୋର ଯେ ଭିଣେଇ ହିସାବ ହବ ସେ ଅଷ୍ଟସଙ୍ଗ ପାର୍ଟିରେ ଆମର ନା କ'ଣ ଯୋଉ ପ୍ରସନ୍ନ ଆଚାର୍ଯ୍ୟ ମୋର ଭିଣେଇ ହେବେ। ତାଙ୍କ ସହିତ ମୁଁ କଣ୍ଟାକ୍ଟ କଲି, ମାନେ କେମିତି ସେ ପାର୍ଟିକି ଯିବି, ଆ ସହିତ ଟିକେ ଇଣ୍ଟ୍ରୋଡ୍ୟୁସ୍ ହବ, ଦେଖା ସାକ୍ଷାତ ହବ। ଖାସ୍ ଗୋଟେ ଏମ୍ ରଖିଲି, କେମିତି ସେ ଲୋକଟା ସହିତ ମୋର ଦେଖା ସାକ୍ଷାତ ହେଇପାରିବ। ମୁଁ କହିଲି ଭାଇନା, ଆଉ ଆର ବର୍ଷ ଯିବି ଆପଣଙ୍କ ପାର୍ଟିକି, ସେକେଣ୍ଡ କଥାବାର୍ତ୍ତା କରୁ ନା। ହଁ ତୁ ଆ। ସେତେବେଳକୁ ସିଏ ପ୍ରସନ୍ନ ଆଚାର୍ଯ୍ୟ ଅଷ୍ଟସଙ୍ଗ ପାର୍ଟିର ଅନିଲ, ସେ ସବୁ ବୁଝୁଥିଲେ ସେ ପାର୍ଟିର। ହଁ ତୁ ଆ। ଗଲି, ଟିକେ ଗଲା ପରେ ଆ ସହିତ ଭେଟ ହେଲା। ଗୋଟାଏ ବର୍ଷ ବହୁତ ଝଡ଼ାଝଞ୍ଜା ଭିତରେ ତା ଭିତରେ ଗତି କଲା। ସେଠୁ ଲଭ୍ ଷ୍ଟୋରି ଆମର ଆରମ୍ଭ ହେଲା ତା ଭିତରେ। କେହି କାହାକୁ ଆଗେ କହିଛି? କେହି କାହାକୁ ଆଗେ କହିନି। ଏମିତି କେମିତି ହବ? ଖାଲି ଆଖିରେ ଆମର କୁହାକୁହି, କଥାବାର୍ତ୍ତା ଆଖିରେ, କିନ୍ତୁ ମୁହଁରେ ନୁହେଁ, କି ଭାଷାରେ ନୁହେଁ, କି କୌଣସି
ଆଖିରେ ଭଲ ପାଇବା ଆମର ଆରମ୍ଭ ହେଲା। ଆପଣ ଦିଦି ଆପଣଙ୍କୁ ବୁଝିପାରିଲେ, ଆପଣ ଦିଦି ହଁ, ହଁ, ବୁଝିପାରିଲେ, ହଁ। କେହି କାହାକୁ ପାଟି ଖୋଲି ନା କହିଲେ ନା ଇଏ ତ ମାନେ ହଜାରରେ ଗୋଟିଏ ସିଚୁଏସନ ଏମିତି ହଁ, ହଁ, ବିରଳ ଏଇଟା ରିଏଲ କ୍ଷେତ୍ରରେ କଥା। ଏଇଟା ହିଁ ରିଏଲ, ରିଏଲ ହଁ, କଥା। ପୁରା ପୁରା ରିଏଲ ଏଇଟା। ବାପା ଯାତ୍ରା ପାଟିକି ଆସିବା ପାଇଁ ଘରୁ ଅନୁମତି ଥିଲା? ମୋ ମାମୁଁ ଯିଏ ଯାତ୍ରାପାଟିରେ ରହିଥିଲେ, ମୁଁ ସବୁବେଳେ ମାମୁଁ ଘରେ ରୁହେ, ମୋ ବାପା ମା କାଲକାଟାରେ ରୁହନ୍ତି। ଆଜ୍ଞା। ମୋ ମାମୁଁ ଯିଏ ବହୁତ ଦିନ ହେଲା, ତାଙ୍କର 30-35 ବର୍ଷ ହେଇଗଲାଣି ଯାତ୍ରାପାଟି, ସେଇଠି ରହିଥିଲି। ଗୋଟେ କଣ ଇଚ୍ଛା ହେଲା ପଳେଇ ଆସିଲି ଆଉ ମାମୁଁଙ୍କ ସାଙ୍ଗରେ। ମାମୁଁଙ୍କୁ କହିଲି ତମେ ଯଦି ନ ନବ ତାହେଲେ ମୁଁ ଆଉ କୋଉଠି ପଳେଇବି ଏକା ନହେଲେ। ମାମୁଁ କହିଲେ ନାଇଁ ଆଉ ଏକା କଣ ଯାତ୍ରାପାଟି ଝିଅଟା ଯିବ। ତାଙ୍କ ସାଙ୍ଗରେ ପଳେଇ ଆସିଲି। ଯାତ୍ରାକୁ ଆସିବା ନେଇ ଘରେ କିଛି ପ୍ରତିକ୍ରିୟା ରହିଲେନି? ନାଇଁ, ବାପା ମୋ ସାଙ୍ଗରେ କଥା ହୁଅନ୍ତିନି, 2-3 ବର୍ଷ 4 ବର୍ଷ ଯାଏ କଥା ହେଲେନି। ଏବେ ସବୁ ଠିକ ଠାକ? ଆଉ ଏବେ ବାପା ତ ଚାଲିଗଲେଣି, ବାପା ତ ନାହାନ୍ତି। ବାପା କିନ୍ତୁ ତାପରେ ବହୁତ ବୁଝିପାରିଲେ, ବହୁତ ଖୁସି ବି ହେଲେ ଯାତ୍ରା ଫାତ୍ରା ଦେଖିକି, ଟିଭିରେ ଦେଖିଲେ ବାପା, ତାପରେ ଖୁସି ହେଲେ। ଖୁସି ହେଲା ପରେ ନିଜେ ବି ଯାତ୍ରା ଆସି ଦେଖିଲେ ମୋ ସାଙ୍ଗରେ ଥରେ। ବାପା ଭାଇଙ୍କୁ ନେଇ ପରିବାର ଆଉ କିଏ କିଏ ଅଛନ୍ତି? ଭାଇଙ୍କର ବଡ ଭାଇ ନା ଆମର ଅଛନ୍ତି, ନାନୀ ଅଛନ୍ତି, ଆମର ଆଚ୍ଛା। ବଡ ପୁଅ ଅଛି, ଶାଶୁ ଅଛନ୍ତି। ଭାଇ ପୁଅ ଯଦି ଚାହିଁବ ଯାତ୍ରା ଲାଇଫ୍ No, ଆସିବା no, no, no. ଅନୁମତି ଦେବେନି? I am not agree this line. এই ଲାଇନ୍କୁ ମୁଁ କେବେ ମାନେ ସଜେସନ୍ ତାକୁ ଦେବିନି ଯେ ଏ ଲାଇନ୍ ଏଣ୍ଟ୍ରି କର। ମୁଁ ବି ସେ ପରେ ନାହିଁକି ତାକୁ ଆ ଭିତରେ ମୁଁ ପୁରେଇବି। ସେ ଚାହିଁଲେ ବି ମୁଁ କୌଣସି ପ୍ରକାର ମୁଁ ବଞ୍ଚିଥିବା ଭିତରେ ମୁଁ ଆକୁ ଏ ଲାଇନ୍ରେ ପୁରେଇବି। ତ ଭାଇ ପ୍ରଫେସନ ଦେଖନ୍ତୁ, କଳାକୁ ଭଲ ପାଆନ୍ତିନି? କଳାକୁ ଭଲ ପାଉ, କିନ୍ତୁ ବାସ୍ ତାକୁ ପ୍ରଫେସନ୍ କରିଦେଇଛୁ ଆମେ। କିନ୍ତୁ ମୁଁ ମୋ ରିଏଲ୍ ଫ୍ୟାକ୍ଟ ମୁଁ କହୁଛି, ଆକୁ ଆମେ ପ୍ରଫେସନ୍ କରୁଛୁ, ଜୀବିକା କରୁଛୁ, ଆମ ଛୁଆ ପିଲା ବଞ୍ଚୁଛନ୍ତି, ସେଇଟା ଠିକ୍ ଅଛି। କିନ୍ତୁ ଏ ଲାଇନ୍ ପ୍ରତି ଆମେ ଏତେ ଦିନ ରହିଲା ପ୍ରତି ମୋ ଏ ଲାଇନ୍ ଘୃଣା ଆକ୍ଚୁଆଲି। କାହିଁକି ନା ଆମେ ଯେଉଁ ଷ୍ଟଡି ଲାଇନ୍ରେ ଆମେ ପଳେଇ ଆସିଛୁ, ମୁଁ କେବେ ଇମାଜିନ୍ କରିନଥିଲି ଏଇ ଲାଇନ୍ରେ ମୁଁ ଚାକିରି ମାନେ ପ୍ରଫେସନ୍ କରିବି। ଆକୁ ନେଇ ପେଟ ପୋଷିବି ମୁଁ କେବେ ଭାବିନଥିଲି, ଏମ୍ ନଥିଲା ଆମର କେବେ। କିନ୍ତୁ ଭଗବାନଙ୍କର ସିଚୁଏସନ୍ କେତେବେଳେ କେଉଁ ମୁଡ଼୍ କ'ଣ ଭଗବାନ କାହାକୁ କେଉଁ ବାଟରେ ନେଇକି ଯିବେ ସେଇଟା ତ ଅଲଗା କଥା। ଏଟାକୁ ପଳେଇ ଆସିବି କିନ୍ତୁ ନୁହଁ, ଏଇଟା ପରିସ୍ଥିତି ପାଇଁ ଆପଣ ଆଜି ଯାତ୍ରା ପରିସ୍ଥିତି ଦୁନିଆରେ ଆଗ ଧାଡ଼ିରେ ପରିସ୍ଥିତି ଅଭିନୟ ଆଉ କରୁଛନ୍ତି। ସିଚୁଏସନ୍। ଅପା ବି ସେଥିରେ ଫିର୍ ଏକମତ ବି ମୁଁ ଅଛନ୍ତି? ଶାନ୍ତି ନୁହଁ, ଏ ପରିବେଶରେ ମୁଁ ରହିଛି କିନ୍ତୁ ଶାନ୍ତି ନୁହଁ। ପଇସା କମଉଛି ସତ, ପଇସା ତ ସମସ୍ତେ କମେଇବେ, ସେଇଟା କିଛି ମାନେ ବଡ଼ କଥା ନୁହଁ। ଆଗାମୀ ଦୁନିଆରେ କଣ ଯାତ୍ରା ଇଣ୍ଡଷ୍ଟ୍ରିରେ ଏକଜୁଟି ରହିବ ନା ଅପା ରହିଯିବେ, ଆପଣ ରହି ଆସିବେ? ନାଇଁ ଆସିଛୁ ଯୋଡ଼ି ହେଇକି, ସାଙ୍ଗ ହେଇକି ଯିବୁ ଯୋଡ଼ି ହେଇକି। ସେ ପ୍ରାୟ କେତେ ଜାଗାରେ ଏମିତି ଥାଏ। ନା ନା ନାଇଁ ମୁଁ ଘର ସମ୍ଭାଳୁଛି, ଆପଣ ନୋ ନୋ, ସେଇଟା ଅସମ୍ଭବ। ଯାତ୍ରା ଦୁନିଆରେ ଏମିତି ହେଇଛି, ଘଟଣା ଘଟିଛି? ହେଇଛି। ଆଉ ଗୋଟେ କଥା ଅଛି, ଏଇ କଥାଟା ମତେ ସମସ୍ତେ ଏଠିକି ଆସିବା ପୂର୍ବରୁ କାଲିଠୁ ମୋ ଗାଁର ଭାଇମାନେ ଆଉ ଯାତ୍ରାକୁ ଯୋଉମାନେ ଭଲ ପାଇଛନ୍ତି, ସେମାନେ ପ୍ରଥମ ମତେ କହିଥିଲେ ଯେ ଆପଣ ଏତେ ଇଣ୍ଟରଭ୍ୟୁ ନେଉଛନ୍ତି, ଅର୍ଜୁନ ଭାଇଙ୍କର ଅପାଙ୍କର ଇଣ୍ଟରଭ୍ୟୁ ଗୋଟେ ଆଣିବେ, ଆଉ କାବେରୀ ଅପା ବି ଅଛନ୍ତି, ତାଙ୍କ ସହିତ ଦେଖା କରିବେ। ଯାତ୍ରା ଦୁନିଆରେ, ଯାତ୍ରା ଇଣ୍ଡଷ୍ଟ୍ରିରେ ଅଭିନୟକୁ ନେଇକିରି କାହାକୁ ଫିଲୋସଫର କିମ୍ବା ଗୁରୁ କେବେ ଭାବିଛନ୍ତି? ଯାତ୍ରାକୁ ନେଇ ଗୁରୁ ତ କାହାକୁ ଫଲୋ କରନ୍ତି, ଲୋକଙ୍କର ଜାଣିବାର ଇଣ୍ଟରେଷ୍ଟ ଅଛି? ମୋ ଜୀବନରେ ମୁଁ କାହାକୁ ଫଲୋ କରିନି। ମୁଁ ନିଜକୁ ନିଜ କଲଚର କରେ। ରାସ୍ତାରେ ଚାଲୁଥାଏ, ତମେ ଚାଲୁଛ, ତମେ ଗୋଟେ କ୍ୟାରେକ୍ଟର, ତମେ ଗୋଟେ ଚରିତ୍ର, ରାସ୍ତାରେ ଚାଲୁଛ, ତମ ଆକ୍ଟିଭିଟି କ'ଣଟା ମୁଁ ସେଇଟା ଷ୍ଟଡି କରେ। ମତେ ଦର୍ଶକ ମୋର ଯେତେ ଯାତ୍ରା ଦେଖିଲେ କିଛି ଗୋଟେ କାହାକୁ ଫଲୋ କରିକି ମୁଁ ଆକ୍ଟିଂ କରିବା ମୋ ଜୀବନରେ ମୁଁ ଶିଖିଲି, କାହାକୁ ଫଲୋ କରେନି। ବାସ୍ତବ ଜିନିଷଟା ମୁଁ ବହୁତ ଭଲ ପାଏ, ନ୍ୟାଚୁରାଲ ଜିନିଷଟାକୁ। ତମେ ବି ଯେତେବେଳେ ମୋର ଯାତ୍ରା ଦେଖିଥିବ, ମୋ ଅଭିନୟ ଦେଖିଥିବ, କିଛି ଅବାସ୍ତବ ନଥିବ। ଯୋଉ ଅଭିନୟଟା ଦେଖିଥିବ ବାସ୍ତବତା ଥିବ, ନ୍ୟାଚୁରାଲିଟି ଥିବ। ଲୋକ ତ ବହୁତ ମାତ୍ରାରେ ହିଁ ଭଲ ପାଇଛନ୍ତି। ହାତ ଉଠୁଛି ବାସ୍ତବତା ଥିବ, ଗୋଡ଼ ଉଠୁଛି ବାସ୍ତବତା ଥିବ, ଆଖି ମୋର କଥା କହୁଛି ସେଠି ବି ବାସ୍ତବତା ଥିବ, ମୋ ମୁଭମେଣ୍ଟ ଯୋଉଠି ଥିବ ସେଠି ବି ବାସ୍ତବତା ଥିବ। କେବେ ବି ତମେ ଯାତ୍ରା, ମୋ ଯାତ୍ରାଟା ତମେ ଦେଖିଥିବ, ଜାଣିଥିବ, ନ ଦେଖିଥିବ ସେଟା ଅଲଗା କଥା। ନାଇଁ ଦେଖିନି କେମିତି, ମୁଁ ତ ଯାତ୍ରା ଦେଖିଛି ଆପଣଙ୍କ ପାଖକୁ ଯାଇକି, ଆପଣଙ୍କ ସହିତ ଏବେ ମୋର ଇନଷ୍ଟାରେ ଭିଡିଓ ଅଛି ଆପଣଙ୍କ ସହିତ ମୋର, ଆପଣଙ୍କ ପାଖରେ ବସି ଆପଣଙ୍କ ପାଖରୁ ଯାଇ ମୁଁ ଯାତ୍ରା ଦେଖିଛି ଆପଣଙ୍କ ସହିତ। ଅପା କେତେ ବର୍ଷ ହେଇଗଲା ଯାତ୍ରା କ୍ୟାରିୟର? ଯାତ୍ରା ହେଇଗଲା 22-23 ବର୍ଷ ଖଣ୍ଡେ ହେଇଗଲାଣି। ଏଇ 23 ବର୍ଷ ଭିତରେ ପ୍ରଥମ ଥର ପରିଚୟ ତିଆରି ହେଲା
ଅପାଙ୍କର କୋଉ ନାଟକରେ ଓଡ଼ିଶାର ଲୋକ ଜାଣିଲେ ଅପୁ କଣ କାଉଁରୀ କନ୍ୟା, କାଉଁରୀ କନ୍ୟା ପାଡୁ ବାବୁ, ବାଡୁ ବାବୁ ଶିବାନୀ ବାବାରେ କ୍ୟାପିଟାଲ। ବାବା ଭାଇ ଆପଣଙ୍କ ଶିବାନୀ କହିଲେ ତ ପରିଚିତ ବର୍ତ୍ତମାନ ମୋର ହଳଦୀ ସବୁଠି ଯୋଉଠି ଯିବ ଆପଣ ଶିବା। ଏଇ କଥା ବି ମୁଁ ଜାଣିଛି ଅପା ଯୋଉ ପାର୍ଟି ଗଲେ ବି ଶିବାନୀ ନାଁଟା ନାଇଁ ଯିବନି, ଯିବନି ଯିବନି, ଲୋକଙ୍କ ମନ ଭିତରେ ଆସି କାହିଁକିନା ସେଠି ଆମେ ଗଢା, ସେଠି ପରିଚିତ ସବୁ। ଲୋକ ଦେଖୁଛନ୍ତି ଅଲଗା ଜାତି ବ୍ୟାନର ଅଛି ହୋର୍ଡିଂ ଅଛି କିନ୍ତୁ ତାଙ୍କ ମନରୁ ଯାଉନି ଯେ ଶିବାନୀ ମନ ବହୁତ ଦିନ ବି ରହିଲୁ ଶିବାନୀ। ଭାଇଙ୍କର ବି ସେଇଆ ବହୁତ ଦିନ ରହୁଛି ଆଜିକାଲି ଗୋଟେ କଥା ଉଠିଛି ଶିବାନୀ ଆମକୁ ପରିଚୟ ଦେଇଛି। ଶିବାନୀ କେବେ ଯିବନି ବି, ଶିବାନୀ ଷ୍ଟାମ୍ପ ଟା ଯିବନି କେବେ। ଯିବନି ଅନୁପ ଓଝାଙ୍କର ଗୋଟେ ସେଇଭଳି ସଂଳାପ ଆପଣଙ୍କ ଭାଗ୍ୟରେ ପଡିଛି ଆପଣ ଜୀବିତ ହିଁ ଅଛନ୍ତି ଶିବାନୀରେ। ଏଇ ଯୋଉ କଥାଟି ଉଠୁଛି ଯେ ଆଗଥର ଯୋଡି ଅଜୁ ଭାଇ ଆଉ ଅପୂର୍ବା ଦୁର୍ଗା ମନ୍ଦିରରେ ଯାଉଛନ୍ତି ବୋଲି ଦୁର୍ଗା ଦୁର୍ଗା ମନ୍ଦିର ଭୁଲ, ସେଇଟା ସିଂହ ଭାଇ ସିଂହ ଭାଇ। ନୂଆ ପାର୍ଟି ଏଇଟା ସତ କଥା ହୁଁ। ବାଲେଶ୍ୱର ପାର୍ଟି ଉତ୍ତର ବାଲେଶ୍ୱର ପାର୍ଟି ବାଲିଆପାଳ। ଅପା ଆଉ ଭାଇ ଗୋଟେ କଥା ଯାତ୍ରା ଇଣ୍ଡଷ୍ଟ୍ରିରେ ରହିବା ଭିତରେ ସେମିତି କିଛି ମୁହୂର୍ତ୍ତ ଆସିଛି ଯୋଉଟାକୁ ବହୁତ କଷ୍ଟ ଦେଇଥିବ ନହେଲେ ବହୁତ ଖୁସି ଦେଇଥିବ କି ମାନେ ଗୋଟେ ମନ ଭିତରେ ଅଫସୋସ ରହିଯାଇଥିବ ଆଜି ପର୍ଯ୍ୟନ୍ତ ଅଫସୋସ ତ ଅନେକ ଅଛି। କୌଣସି ଚରିତ୍ରକୁ ନେଇକି ଚରିତ୍ର ମୁଁ କରିପାରିଥିଲେ ଭଲ ହେଇଥାନ୍ତା ନାଇଁ ସେଇଟା ତ କହି ହୁଏନି, ପ୍ରକାଶ କରି ହୁଏନି ସେ ଜିନିଷଟା। ଆପଣ କହିବାକୁ ଚାହିଁବେନି ନାଇଁ ନାଇଁ ସେମିତି ସେମିତି ନାହିଁ, ସେ ଜିନିଷଟାକୁ ମନ ଭିତର କଥାଟାକୁ ସମସ୍ତେ ଗ୍ରହଣ କରିପାରନ୍ତି ନା, ଆଜ୍ଞା ସବୁ ଜିନିଷ ଖୋଲି ହୁଏ, ଖୋଲି ହୁଏ। ହେଲେ ସେଥିରେ ପ୍ରକାଶ ହେଲେ କରି। କଣ ହୁଏ, ଶତ୍ରୁତା ସୃଷ୍ଟି ହୁଏ। ତମେ ରିଏଲ କଥା କହିଦବ ଶତ୍ରୁତା ହେଇଯିବ। କଣ ଦରକାର? ଯାତ୍ରାରେ ରହିଲେ ପ୍ରାୟ ଆର୍ଟିଷ୍ଟ କୁହନ୍ତି ଯେ ଆମେ କିଛି ମିସ୍ କରୁଛୁ ଗାଁକୁ ଅନୁଭବ କରୁଛୁ ସେମିତି କେବେ ନା ନା ସେଇଟା ତ ସତ କଥା। 12 ମାସରେ 13 ପର୍ବ ଯାତ୍ରା ଆମେ ଏଇଟା ହଉଛି ଏମିତି ଗୋଟେ ପରିବେଶ ବା ଗୋଟେ ଆମର ସରାଉଣ୍ଡିଂ ଆ ଭିତରର, ଆକୁ ଛାଡ଼ି ଆମେ କିଛି କରିପାରିବୁନି। ଜେଲରେ ଗୋଟେ କଏଦୀରେ ବନ୍ଧା, ଯେମିତି କଏଦୀରେ ଗୋଟେ ଜେଲ ଭିତରେ ବନ୍ଧା ହେଇଛି ଯେମିତି ରହିଛି, ଆମେ ବି ସେମିତି ରହିଛୁ। ଆମେ 24 ଆୱାର ଭିତରେ ଆମେ ଏଠି ରାତିର ସମୟ ହେଉଛି 3 ଘଣ୍ଟା 3.5 ଘଣ୍ଟା ଆମର ଡ୍ୟୁଟି, କିନ୍ତୁ ଆମେ 24 ଆୱାର ଏଠି ବନ୍ଧା ହେଇକି ଅଛୁ, କରିପାରିବୁନି। ଯୁଆଡ଼େ ବି ଯାଉ ରାତି 11:30 ଭିତରେ ଆସି ଆମେ ପହଞ୍ଚୁ, କମ୍ପଲସରି। ସେଥିପାଇଁ ଆମେ ଆଗରୁ ଏଗ୍ରିମେଣ୍ଟ କରନ୍ତି, ସେଥିପାଇଁ ମାଲିକମାନେ ଏଗ୍ରିମେଣ୍ଟ କରନ୍ତି ତମେ ହଲି ବି ପାରିବନି କୁଆଡ଼େ। ଘର ସଂସାର କଥା ତ ଅଲଗା, ଛୁଆ ପିଲାଙ୍କ କଥା ତ ଅଲଗା। ଯଦି ଭାଇ ଆପଣଙ୍କୁ ପଚରାଯିବ ଯେ ବେଷ୍ଟ ଡାଇରେକ୍ଟର କି ବେଷ୍ଟ ରାଇଟର କି ଆପଣ କାହା ମାନେ ବେଷ୍ଟ ଡାଇରେକ୍ଟର ହେଉଛନ୍ତି ଆମର ବିନୋଦ ରାଉତ, ଆଶୁତୋଷ ମହାପାତ୍ର, ବେଷ୍ଟ ରାଇଟର କିଶୋର ଖଣ୍ଡୁଆଳ, ଏମାନେ ହେଉଛନ୍ତି ଆମର ଜନ୍ମଦାତା। ସେ ଆମକୁ ତିଆରି କରିଛନ୍ତି ତାଙ୍କ ହାତରେ। ଅପା କାହାକୁ କହିବେ ବେଷ୍ଟ ଡାଇରେକ୍ଟର ଅପା କହିବେନି ବୋଧେ ଅପା କହୁନାହାନ୍ତି ଅପା ଟେନସନ ବୋଧେ ଅଛନ୍ତି ଜଣା ପଡୁଛି ଫେସ୍ ରିଡିଂ। ନାଇଁ ଅପା କାହାକୁ କହିବେ କିଶୋର ଖଣ୍ଡୁଆଳ। ଏଇଟା ଅଲଗା ଅଲଗା ହେଇଗଲା, ଆପଣ ଗୋଟେ କହିଲେ ଅପା ଗୋଟେ କହିଲେ। ନାଇଁ ବେଷ୍ଟ ରାଇଟର ବର୍ତ୍ତମାନ ଡିରେକ୍ଟର କିଶୋର ଖଣ୍ଡୁଆଳ। ଯାତ୍ରାକୁ ନେଇ ସେମିତି କିଛି ପ୍ଲାନିଂ ଅଛି କି ଆଗାମୀ? କ'ଣ ପ୍ଲାନିଂ? ଯେ ଲାଇଫଟା ଯାତ୍ରାରେ ସରିଯିବ? ନାଇଁ ଆମେ ଲାଇଫଟାକୁ ସାରିବାକୁ ଚାହୁଁନା। ଆମେ କେମିତି ଚାହୁଁଛୁ ଆଉ 3 ବର୍ଷ 4 ବର୍ଷ ରହିକି ଯାତ୍ରା ସଂସ୍ଥାରେ ଓହରିଯିବୁ। କାହିଁକି ଓହରିଯିବୁ ନା, ଆମେ ଓହରିଗଲେ ଆମ ଜାଗାରେ ନ୍ୟୁ କମର ପହଞ୍ଚିବେ, ଯାତ୍ରା ଅନୁଷ୍ଠାନ ବଞ୍ଚିକି ରହିବ। ମୋ ସେଣ୍ଟିମେଣ୍ଟ ମୁଁ କହୁଛି ଯେ ବର୍ତ୍ତମାନ ମୁଁ ମୋ ଯୋଉ ଜାଗାରେ ଅଛି, ମୋ ଜାଗାରେ ମୁଁ ଛାଡ଼ିଦେଲେ ମୋ ଜାଗାରେ ଆଉ ଗୋଟେ ଆସିକି ପହଞ୍ଚିବ ସେ ଜାଗା, ମୋ ଜାଗାଟାକୁ ସେ ନେବ। ଏ ଜାଗାଟା ଗୋଟେ ପୋଷ୍ଟ, ଏ ଜାଗାଟା ପୋଷ୍ଟଟା ନିହାତି ଦରକାର ଯାତ୍ରା ପାର୍ଟିରେ। ଆମେ ସିନା ଛାଡ଼ିଲେ ପହଞ୍ଚିବୁ, ଆମେ ଯଦି 70 ବର୍ଷ ଯାଏଁ ଆକୁ ଜାବୁଡ଼ିକି ଧରିକି ବସିବା, ନ୍ୟୁ କମର କ'ଣ କରିବେ? 70 ବର୍ଷ ଯାଏଁ ଦର୍ଶକ ତ ଆମକୁ ଚାହିଁବେନି ନା। କୋଭିଡ ଟାଇମରେ ଯୋଉ ସିଚୁଏସନ ହେଇଥିଲା, ସେ ଟାଇମରେ ଯୋଉ ଆସିଥିଲା ନିଜ ମାଇଣ୍ଡ ଭିତରୁ ଯେ ଯାତ୍ରା ଅନୁଷ୍ଠାନ ଉପରେ ଆପଣ ଆସ୍ଥା ରଖିଥିଲେ କିଛି ନା, ମୁଁ ସେଥିପାଇଁ ଓହରି ନଥିଲି। ଆପଣ ଭାବି କିଛି ନା, ମନ ନା, ଭିତରେ ଆସିନଥିଲା କିଛି ଇଣ୍ଡଷ୍ଟ୍ରି ଗୋଟେ ବୁଡ଼ିଯିବ କି ରହିବ କି ଆଗକୁ ନ ଆସିପାରେ? ସେମିତି କିଛି ମନରେ ଆସିନଥିଲା। ମୁଁ ବିନ୍ଦାସରେ ଥିଲି, ତ କରିଥିଲୁ ଭଲ ଥିଲୁ। ବିନ୍ଦାସରେ ଥିଲି।
ଖାଇ ପିଇ ଅୟସ କରି ବିନ୍ଦାସରେ ଥିଲି 2 ବର୍ଷ 2.5 ବର୍ଷ ବହୁତ ବିନ୍ଦାସରେ କଟେଇଛି। ଖୁସିରେ ବି ରହିଛୁ କାହିଁକିନା ପୁଅ ପାଖରେ ଜମା ରହିବାକୁ ମିଳେନି। 2 ବର୍ଷ ପୁଅ ପାଖରେ ପୁଅ ପୁରା ଗଲେଣି ଶାନ୍ତି। କଲେଜ ଗଲେଣି ନାଇଁ କଲେଜ ମୋ ନାଇଁ, ପୁଅ ତ ଜମା 7 7 ହେଲା। ଷ୍ଟାଣ୍ଡାର୍ଡ ସେ ନେବେ ଛୋଟଟେ। ଆଚ୍ଛା ଭାଇ କହିଲେ ପୁଅକୁ ଯାତ୍ରା ଇଣ୍ଡଷ୍ଟ୍ରି ଛାଡିବେନି ଅପା କଣ କହିବାକୁ ଚାହୁଁଛନ୍ତି? ନାଇଁ ଭାଇ ଯାହା କହିବେ ଠିକ ସେଇଟା। ପୁଅ ଭାଗ୍ୟ ଯଦି ଚାହିଁଲା ସେମିତି କହିହବନି କିନ୍ତୁ ଆମେ ଥିବା ପର୍ଯ୍ୟନ୍ତ ଯେ ମୁଁ ପର୍ଯ୍ୟନ୍ତ ବଞ୍ଚିଥିବା ପର୍ଯ୍ୟନ୍ତ ମୁଁ କେବେ ଲାଇନ୍ ଛାଡ଼ିବିନି। ମୁଁ ପ୍ଲାନିଂ କରିସାରିଛି କାହିଁକି ମୋ ପୁଅ କଣ କରିବ ମୁଁ ତାର ପ୍ଲାନିଂ କରିସାରିଲିଣି ଅଲରେଡି। ଆପଣ ଇଏ ଆଦୌ କଷ୍ଟ ସିଧାସଳଖ ନହେଲେ ବି ଇନଡାଇରେକ୍ଟଲି ଜଣା ପଡୁଛି ଯେ ଅଜୁ ଭାଇ ଯାତ୍ରା ଦୁନିଆକୁ ପରିସ୍ଥିତିରେ ଆସି ବର୍ତ୍ତମାନ ଅଫସୋସରେ ଅଛନ୍ତି। ଅଫସୋସ ଅଛି। ଅଫସୋସରେ ନିଶ୍ଚିତ ମାନେ ବାଧ୍ୟକତା ଭିତରେ ପ୍ରଫେସନ ଅଛି। ଚାହୁଁନି ବାଧ୍ୟବାଧକତା ଏଇ ଗୋଟେ ସୁସ୍ଥ ମଣିଷ ଚାହେଁ ନାହିଁ ଯେ ରାତି ନିଦ୍ରା ହେବା ପାଇଁ। ତମକୁ କାହିଁ ଜବରଦସ୍ତ ରାତି ନିଦ୍ରା କରିବାକୁ ପଡିବ। ତମର କାଲି ସକାଳେ କୋଉ ଡ୍ୟୁଟି ଥିବ କି କଣ ଥିବ କି ଘରର କିଛି ଗୋଟେ କାମ ଥିବ ତମକୁ ବାଧ୍ୟ କରାଯିବ ତମେ ଆଜି ଏଇଠି ବସିକି ରହିବ ରାତି ନିଦ୍ରା ହବ। ସେ କଷ୍ଟଟା ହବ ନାଇଁ ତମକୁ। କଷ୍ଟ ବର୍ତ୍ତମାନ ଆମକୁ ସେଇ କଷ୍ଟଟା ହଉଛି। ଆମ ମନ ଚାହୁଁନି। ଆମେ ମନ ଚାହୁଁଛୁ କଣ ଘରକୁ ଯିବୁ ଛୁଆ ପିଲାଙ୍କ ସାଙ୍ଗରେ କେମିତି ମୋ ଛୁଆ କୋଉଠି ପାଠ ପଢିବ ତାର ଆଜି ଷ୍ଟାଣ୍ଡାର୍ଡ 6 ତାର ଏକ୍ଜାମ ସରିଛି ତାର ଆଜି ବୁକ୍ ଦିଆହେଲା ସ୍କୁଲରେ ମୁଁ ଆଣିବା କଥା ଗାର୍ଡିଆନ ହିସାବରେ ମୁଁ ଆଣିବା କଥା ନା ଆଉ। ଆଜ୍ଞା ତା ଭଉଣୀ ଆଣିଲା ଯାଇକି ଆଜି ତା ଭଉଣୀ ସ୍କୁଲରେ ବର୍ଷାରେ ତିନ୍ତିକି ଗଲା ଗାଡ଼ି ନେଇକି ଛୁଆଙ୍କୁ ବୋହିକି ନେଇକି ଗଲା ବହି ନେଇକି ଆସିକି ଘରେ ପହଞ୍ଚିଲା। ମୋତେ ଭାଇନା ଫୋନ୍ କଲା ଭାଇନା ଏତିକି ଟଙ୍କା ବହି ପଡ଼ିଲା ଆଉ ଆଜି ବର୍ଷା ହେଉଛି ଯାଇପାରିବିନି କାଲି ଗଲେ ନୋଟ୍ ଆଣି ସବୁ ଗୁଡ଼ା ଦେଇଛନ୍ତି ତାର ସବୁ ନୋଟ୍ ଆସିବ କ୍ଲାସ୍ 7 ପାଇଁ। ମୁଁ କରିବା କଥା ନା ଆଉ। ତ ପରିବାର ଲାଇଫକୁ ଆପଣ ମିସ୍ କରୁଛନ୍ତି ନିଶ୍ଚିତ ନା। ଆଚ୍ଛା ଅପା ଗୋଟେ କଥା ଯାତ୍ରା ଦୁନିଆ ଭିତରକୁ ଗୋଟେ ଲୋକ କଳା ଯାତ୍ରା ଇଣ୍ଡଷ୍ଟ୍ରି ଭିତରକୁ ଯଦି ନୂଆ ଷ୍ଟାଫ ଅଭିନେତା ହୁଅନ୍ତୁ କିମ୍ବା ଅଭିନେତ୍ରୀ ହୁଅନ୍ତୁ ଯଦି ଆସିବାକୁ ଚାହିଁବେ ତାଙ୍କର ଫ୍ୟୁଚର ପାଇଁ ଆପଣ ଗୋଟିଏ କଥା କହିବେ ଯେ ଏଠି ଫ୍ୟୁଚର ପାଇଁ ଭଲ ଅଛି ନା ଖରାପ ଅଛି? ଭଲ ଅଛି ଯେ ଯେମିତି ଭଲଟାକୁ ଭଲ ଅଛି ଖରାପ ବି ଅଛି ଯେ ଯୋଉଟା ବାଛି ପାରିବ। ଭଲ ବାଟରେ ଗଲେ ଭଲ କଳାକାରଟିଏ ହବ। ଆପଣ ଏଇ କଥା କହିଲେ ମ୍ୟାନେଜ କରି କହିଲେ ନାଇଁ ମ୍ୟାନେଜ ନୁହଁ ଭଲ ଅଛି ଖରାପ ଅଛି ଦିଟା ବାଟ ଅଛି ଯୋଉ ବାଟରେ ଯିବ। ଆଉ ଗୋଟେ କଥା ଅଛି ଭାଇ ଆମେ ଯଦି ଅଭିନେତା ପାର୍ଶ୍ଵ ଅଭିନେତ୍ରୀ ମୁଖ୍ୟ ଅଭିନେତ୍ରୀ ଅଭିନେତାର ତ ଅଭିନୟ ସରେନି ନିଶ୍ୱାସ ଥିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଅଭିନୟ ଭଗବାନ ତାକୁ ଦେଇପାରିବେ କିନ୍ତୁ ଆମେ ଯଦି ଡ୍ୟାନ୍ସର ମାନଙ୍କୁ ଦେଖିବା ଡ୍ୟାନ୍ସ ପରଫର୍ମାନ୍ସ କଲେ ଯଦି କିଛି ତାଙ୍କ ଭିତରେ ଯଦି କ୍ୟାରିୟର ଉନ୍ନତି ନ ହେଇପାରିଲା ବା ଅଭିନୟରେ ପ୍ରମୋସନ ନ ହେଇପାରିଲା ଯଦି ସେ ଡ୍ୟାନ୍ସ ରହିଯାଉଛି ତାହେଲେ ସେ 40 ବର୍ଷ ପର୍ଯ୍ୟନ୍ତ ଅତି କଷ୍ଟରେ ଡ୍ୟାନ୍ସ କରିବ ବାକି ଜୀବନଟା ତ କିଛି କରିପାରିବ ତ ସେମାନଙ୍କ ପାଇଁ ଲାଇଫଟା ହିଁ ଲସ୍ ହେଇଯାଉଛି। ନିଶ୍ଚିତ ଜଣେ ଡ୍ୟାନ୍ସର ମୋତେ କହିଲେ ନିଶ୍ଚିତ ଆମରି ଲୋକାଲ ଏରିଆ ଜମ୍ବୁ ପିଲାଟି ତୁଳସୀ ପାଟିରେ ଥିଲା ଗୋଡ଼ ଯେତେବେଳେ ଭାଙ୍ଗିଗଲା ସେ ଘରେ ସେ ତା ଯାତ୍ରା ଜୀବନ ବିଷୟରେ କହିଥିଲା ଏଥିପାଇଁ ଗୋଟେ ଡ୍ୟାନ୍ସର ସେ 40 ବର୍ଷ ପର୍ଯ୍ୟନ୍ତ ନାଚି ପାରିବ ତାପରେ ଆଉ ନାଚି ପାରିବନି ସେ। ଏମାନଙ୍କ ପାଇଁ କିଛି ଯାତ୍ରା ଇଣ୍ଡଷ୍ଟ୍ରି ଭିତରେ ବା ଯାତ୍ରା ମାଲିକ ସଂଘ ଭିତରେ କିଛି ବ୍ୟବସ୍ଥା ନା ଆଜି ପର୍ଯ୍ୟନ୍ତ ଏ ବିଷୟରେ ବହୁତ ଆଲୋଚନା ସମାଲୋଚନା ହେଇଛି କିନ୍ତୁ ସେମାନେ କିଛି ପଦକ୍ଷେପ ମାଲିକ ମାନେ ନେଇନାହାନ୍ତି। କିନ୍ତୁ ନବା ଉଚିତ ନିଶ୍ଚିତ ନେବା ଉଚିତ ଏଇଟା ହବା ଦରକାର ନହେଲେ ଏଇଟା ବହୁତ ଆମଠୁ ଅଧିକ ପରିଶ୍ରମ କରୁଛନ୍ତି ସେମାନେ ଦର୍ଶକ ଆସୁଛନ୍ତି ପ୍ରାୟ ଆମେ କଣ କେତେ ସମୟ ଅଭିନୟ କରୁଛୁ ଆମର ମାନେ ଡ୍ୟୁଟିଟା କେତେ ସମୟ ମ୍ୟାକ୍ସିମମ୍ 20 ମିନିଟ୍ 25 ମିନିଟ୍ ଭିତରେ ସିନ୍ ନେଇକି କିନ୍ତୁ 4.5 ଘଣ୍ଟା 5 ଘଣ୍ଟା ଭିତରେ ଟୋଟାଲ ଯାତ୍ରା 5.5 ଘଣ୍ଟା ଭିତରେ ତାଙ୍କର ଡ୍ୟୁଟି ମିନିମମ୍ 4 ଘଣ୍ଟା 3.5 ଘଣ୍ଟା 4 ଘଣ୍ଟା ଭିତରେ ରହୁଛି ତାଙ୍କର ପାରିଶ୍ରମିକ କମ୍ ଆମର ପାରିଶ୍ରମିକ ଅଧିକ। ଅଭିନେତା ମାନଙ୍କର ଲାଇଫ ସିକ୍ୟୁର କିଛି ପରିମାଣରେ ଅଛି ସେମାନେ ତ ଜଣେ ଜଣେ ଅଭିନେତା ନା ଅଭିନେତା ନୁହଁ କି ଅଭିନେତ୍ରୀ କିନ୍ତୁ ଲାଇଫ ସିକ୍ୟୁର କମ୍ ଅଛି କିଛି ନାହିଁ କିନ୍ତୁ ଏ ବିଷୟରେ ମାଲିକ ମାନେ କେବେ ଚିନ୍ତା କରିନାହାନ୍ତି କୌଣସି ମାଲିକ ମାନେ ବି ଚିନ୍ତା କରିନାହାନ୍ତି ଆ ବିଷୟରେ କୌଣସି ବଡ଼ ବଡ଼ କଳାକାର ମାନେ ଯୋଉମାନେ ମାଲିକଙ୍କ ପଛରେ ଅଛନ୍ତି ସେମାନେ ବି କେବେ ଚିନ୍ତା କରିନାହାନ୍ତି। ଗୋଟେ କଥା କରୋନା 2 ବର୍ଷ ହେଇଗଲା ଏମାନେ କୋଉ ପରିସ୍ଥିତିରେ ଥିଲେ କେହି ବି ଚିନ୍ତା କରିନାହାନ୍ତି ସେମାନେ ନିଜ କଥା ନିଜେ କହି ଚାଲିଥିଲେ ଯୋଉମାନେ ଆଗ ଧାଡ଼ିକୁ ଯାଇଥିଲେ ସେମାନେ ନିଜ କଥା ନିଜେ କହୁଥିଲେ କିନ୍ତୁ ସେମାନଙ୍କ କଥା କହିଥିଲେ ସେଇଟା ମୌଖିକ କହିବା ସେ କହିବାର ମତଲବ କିଛି ନାଇଁ ସେମାନେ କହିଛନ୍ତି କାହିଁ ମିଛ ଭାଇମାନେ କହିଛନ୍ତି କାହିଁ କହୁଛନ୍ତି
ସେଇଟାକୁ ସେ କେତେ ଦୂର ଗ୍ରହଣ କରିବେ ନ କରିବେ ସମସ୍ତେ ସେଇଟା କଣ ଆମେ କହିପାରିବା କି ନା ଗୋଟେ ଦିନରେ ସେଇଟା ହେଇଯିବ। ଆଜ୍ଞା ତା ପାଇଁ ବହୁତ ସମୟ ଲାଗିବ, ତାଙ୍କର କଣ ବ୍ୟବସ୍ଥା ହବ ସେଇଟା ବି ସମୟ ଲାଗିବ, ସବୁ ଗୁଡା କଣ ଖାଲି କହିଦେଲେ ହେଇଯିବ। ପ୍ରିପାରେସନ ପ୍ରୋସେସ ନିହାତି। ଟାଇମ ଲାଗିବ। ଭାଇ ଗୋଟେ କଥା, ଆପଣଙ୍କ ମନକୁ ଛୁଇଁଥିବା ନାଟକ ଏବଂ ବହୁଳ ଭାବରେ ଓଡ଼ିଶାର ପରିଚୟ ଦେଇଥିବା ନାଟକଟି କଣ? ମୁଁ ଜାଣିନ ସେଠି କହିବେ। କୋଉ ନାଟକ? ରାମ ବନବାସ କାହାଣୀ ଶେଷ। ଏ ନାଟକ ତା ପୂର୍ବରୁ ନାଟକ ବହୁତ ନାଟକ ଯାଇଛି। ହଁ ବାବାରେ କ୍ୟାପିଟାଲ ଯାଇଛି, ରାମ ହଳଦୀ ରଙ୍ଗର ଝିଅ ଯାଇଛି, ରାମ ବନବାସ କାହାଣୀ ବନବାସ ଶେଷ, କାହାଣୀ। ରଙ୍ଗବତୀ ରୁଷିଛି। ଭାଇ ଗୋଟେ ସଂଗ୍ରାମ କହିବେ ଯୋଉଟା ଫେମସ ସଂଗ୍ରାମ କୋଉ ସଂଗ୍ରାମ କହିବି ନ ତମକୁ? କହିଲେ ଭାଇ ଗୋଟେ ଅଧୁରା ରହିଯିବା ଭିଡ଼ିଓଟି। ରଙ୍ଗବତୀର ଥିବ ବୋଧେ। ରଙ୍ଗବତୀ ନାଟକର ସଂଗ୍ରାମ ମୋର ମନେ ନାହିଁ। ଯୋଉଟା ମନେ ବହୁତ ଥିବ। ଦିନ ରାମ ବନବାସ କାହାଣୀ ଶେଷର ଗୋଟେ ସଂଗ୍ରାମ ମୁଁ କହୁଛି। କୁହନ୍ତୁ। କାହିଁକି ଆଉ କଥା କହିବାକୁ ଲଜ୍ଜା ଦଉଛନ୍ତି ବାବୁ? ମଥାରେ ନାଲି ସିନ୍ଦୁର, ବେକରେ ଫୁଲମାଳ ପକେଇ ବଳି ପଡ଼ିବାକୁ ଯାଉଥିବା ଆସାମୀ ଯେତେବେଳେ ଜାଣିପାରେ ସଂସାରରେ ମୋର କିଛି ଦିନ ବଞ୍ଚି ରହିବାର ଅଛି, ସେତେବେଳେ କଣ ସେ କଥା କହିପାରେ? ଖାଲି ନୀରବ ଆଖିରେ ଅଦୃଶ୍ୟ ଭରା ଚାହାଣୀରେ ଚାରିଆଡ଼କୁ ବଲ ବଲ କରି ଅନେଇଥାଏ। ଭାବେ ମୁଁ ସ୍ୱପ୍ନ ଦେଖୁନି ତ? ନାଇଁ ବାବୁ ନାଇଁ, ମୁଁ ଏଠି ଚାକର ଥିଲି, ସେଠି ବି ଚାକର ହେଇ ରହିବି। ଏଥିରେ ମୋ ପାଇଁ ତ କିଛି ଫରକ ନାହିଁ। ଖାଲି ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉଛି ଦେଖିବା ଅପା କହିବେ। ମାନେ ବହୁତ ଦିନ ପୁରୁଣା ଡାଇଲଗ ହେଇଗଲା। ଅପା ଗୋଟେ ରିକ୍ୱେଷ୍ଟ। ମୋର କିଛି ମନେ ନାହିଁ। ନାଇଁ ଅପା କହିବାକୁ ଚାହୁଁନଥିବେ, ଅପା ମେଣ୍ଟାଲ ପ୍ରେସର ରହୁଛନ୍ତି। ନାଇଁ ନାଇଁ ନାଇଁ, ମୋ ଆଟିଟ୍ୟୁଡ ଟା ସେଇଆ। ଆଜ୍ଞା ବହୁତ ପୁରୁଣା ଡାଇଲଗ ହେଇଗଲାଣି ମନେ ଅପା ପଡୁନି। ଗୋଟେ ସଂଗ୍ରାମ କୁହନ୍ତୁ। ଷ୍ଟେଜରେ ଯଦି 2000 ଲୋକ ଅଛନ୍ତି ତାହେଲେ ଆମ ପ୍ଲାଟଫର୍ମରେ 25,000 ଲୋକ ଅଛନ୍ତି ଗୋଟେ ଘଣ୍ଟାକୁ। ମନେ ପକେଇ କହିବା। ଆମର କେତେ ଦୁଃଖ ଦେବୁ ଦେରେ କାଳିଆ ନାଟକ। ଆଜ୍ଞା ଏ ତ ଏବେ ଓଡ଼ିଶାର ହାଇଲାଇଟରେ ଅଛି। ସେଇଟା କହୁଛେ। ଆଜ୍ଞା ମନେ ତୁ ଜାଣିଛୁ ତୋ ବାପା ନାହିଁ ବୋଲି ମୁଁ ତୋତେ କେବେ ଟାଣ କିରି ପଦେ କଥା କହିନି। ତୁ ଯେତେ ଯାହା କହୁ ମୁଁ ସବୁ ସହିଯାଏ। ହେଲେ ବାପ ଛେଉଣ୍ଡ ଝିଅ ବଡ଼ ହେଲା ପରେ IAS ଅଫିସର ହେଇଗଲା ପରେ ତା ମାମାକୁ ଏକଥା କହିବ, ଏକଥା ଶୁଣିବା ପରେ ମୋର ମରିଯିବା ଉଚିତ। ଏତିକି ଭଲ ଲାଗିଲା। ଏ ନାଟକ ଏବେ ବହୁତ ହାଇଲାଇଟରେ ଅଛି। ଓଡ଼ିଶାର ଦର୍ଶକ ମାନେ ନାଟକ ବହୁତ ଭଲ ପାଉଛନ୍ତି, ବିଶେଷ କରି ଗୀତଟି ସୁପର ହିଟ୍ ଅଛି। ଆଜ୍ଞା ନାଟକ ରହିବ ଆହୁରି 2 ବର୍ଷ କଣ୍ଟିନ୍ୟୁ ନାଟକ ଉଠିବନି। ଅପା ଭାଇ କଣ କହିବେ ଓଡ଼ିଶାର ଲୋକଙ୍କୁ? କଣ ଆଉ କହିବୁ, ଓଡ଼ିଶା ଲୋକମାନେ ଆମକୁ କେମିତି ଭଲ ପାଉଥାନ୍ତୁ। ଆଜ୍ଞା ମୋ ଭାଇର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ ଆଣ୍ଡ ସେୟାର। ଆଜ୍ଞା ନମସ୍କାର ଓଡ଼ିଶା। ଆଜିର ଅଧ୍ୟାୟକୁ ଏଇଠି ଶେଷ କରୁଛି। ଅପେକ୍ଷା କରନ୍ତୁ ସେ ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ନୂଆ ଅତିଥିଙ୍କ ଖୋଜରେ ମୁଁ ଅଛି। ନେକ୍ସଟ ଆସିବି, ସେ ପର୍ଯ୍ୟନ୍ତ ଆପଣଙ୍କୁ ନମସ୍କାର। ଅପାଙ୍କୁ ଭାଇଙ୍କୁ ସମସ୍ତଙ୍କୁ ଜୟ ନମସ୍କାର। ଜଗନ୍ନାଥ। ଆଜ୍ଞା